ମୋର ଗୋଟେ ଜିନିଷ ତୋ ପାଖରେ ଅଛି। ଆଜ୍ଞା ମୋର କୋଉ ଜିନିଷ ତୋ ପାଖରେ ଅଛି? ଆଜ୍ଞା ଆପଣଙ୍କର ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ ମୋ ପାଖରେ ଅଛି। ହେଁ, ମିଛ କଥା କହୁଛୁ। ମୋ ଇମ୍ପୋର୍ଟାଣ୍ଟ ଜିନିଷ ମୋ ପାଖରେ ଅଛି। ମୁଁ ବର୍ତ୍ତମାନ ପରିସ୍ରା କରିକି ଆଣି ତାକୁ ଧରିଥିଲି। ଆଉ ତୋ ପାଖରେ କେମିତି ରହିଲା? ଦେଖନ୍ତୁ ଆଜ୍ଞା ଆପଣ ଯୋଉଟା ମଗେଇଥିଲେ ସେଇଟା ମୋ ପାଖରେ ଅଛି। କଣ ସେ ଜିନିଷ ମଗେଇଲେ ମିଳୁଛି? ଆଜ୍ଞା ବିଶ୍ୱାସ କରନ୍ତୁ ବର୍ତ୍ତମାନ ପାଇଁ ପୁରୀ ଜିଲ୍ଲା ପଳଙ୍ଗ ଏରିଆରେ ବେଶୀ ମିଳିଲାଣି। ସେଗୁଡାକ ଚାଇନାରେ ମିଳୁଥିଲା, ଇଣ୍ଡିଆରେ ମିଳିଲାନି। ଆଜ୍ଞା ସଫିସିଏଣ୍ଟ ମିଳିଗଲାଣି। ତୁ ବାବା କିଏ କହ? ଦେଖନ୍ତୁ ଆଜ୍ଞା ମୁଁ କିଟକାଟ ଏଜେଣ୍ଟ କହୁଥିଲି। ଆପଣଙ୍କର ଏ ପକ୍ଷୀବାରୀ ସାଇକେଲ ଷ୍ଟାଣ୍ଡ କଥା ଠିଆ ହେଇଛି। ଆପଣ ଘରକୁ ବାଟ ପାଉନି। ଆପଣ ଘରକୁ ବାଟ କୋଉ ବାଟେ? ମାଳି ସାହି ବାଟ ନା ବାମୁଣ ସାହି ବାଟ ନା ଏବାଟେ 76 ସାହି ବାଟ ଗଳିନି? ନହେଲେ ତୁ ସେ ଜାଣିଛା ତୁ ସିଧା ରୋଡ ଆଗକୁ ଆ। ଆଚ୍ଛା ଆଗକୁ ଯିବି। ଖଣ୍ଡେ ବାଟ ଆସିଲା ପରେ ବାଁ ହାତି ଅନେଇଦେବ ହାଇସ୍କୁଲ। ବାଁ ହାତି ହାଇସ୍କୁଲ। ହାଇସ୍କୁଲ ପାଖରେ ଯୋଉ ହନୁମାନ ମୂର୍ତ୍ତି, ଲମ୍ବା ହନୁମାନ ମୂର୍ତ୍ତି, ମୁଁ ସେଇଠି ଠିଆ ହେବି। ଲମ୍ବା ଲମ୍ବା। ନମସ୍କାର ନମସ୍କାର ଆଜ୍ଞା। ନମସ୍କାର ଆଜ୍ଞା ଆପଣଙ୍କ ନାମ ମନ୍ଥରା ମହାନ୍ତି? ଆକ୍ଚୁଆଲି ଆପଣଙ୍କ ନାମ ମନ୍ଥରା ମହାନ୍ତି। ମନ୍ଥରା ମହାନ୍ତି କଣ? ଆପଣଙ୍କ ନାମ? ମଥୁରୀ ମହାନ୍ତି। ମଥୁରୀ ମହାନ୍ତି କହ। ମଥୁରୀ ମହାନ୍ତି। ମଥୁରୀ ମହାନ୍ତି। ଆପଣ ପାର୍ସଲ ମଗେଇଥିଲେ? ହଁ ଠିକ ଅଛି। ଆପଣ ଆଗେ ଠିକଣାଟା କହିଲେ? ଆଉ ଠିକଣା କଣ? ମୋ ନାଁ ତ ଜାଣିଲୁ ମଥୁରୀ ମହାନ୍ତି। ଆଜ୍ଞା ଆଉ ଘର ତ ବଦଳେଇକି ପୁରା ଠିକଣା। ଆପଣ ମୋବାଇଲ ନମ୍ବର? ମୋବାଇଲ ନମ୍ବର? ମୋବାଇଲ ନମ୍ବର ହେଲା 993887 ଆଜ୍ଞା 222 କଣ ସୁନା ଦେଇଛି? ସୁନାଟେ କଣ? ତଳ ନମ୍ବରଟା କଣ କହିଲେ? ସୁନା ସେଟା ମୋ ମୋବାଇଲ ନମ୍ବର। କଣ ତ ମୋବାଇଲ ନମ୍ବର ସୁନା ଦେଇ? 993887 ଆଜ୍ଞା 222 ମୁଁ ତାକୁ ସ୍ପିଡରେ କହିଦେବି ସୁନାଟେ। କଣ ତମକୁ କହିବି ଏ ବସରେ ତମେ ତଳ ନମ୍ବରଟା ଯୋଉ ଭଳିଆ ସ୍ପିଡ କହିଲ ଟୋକାଟା ମତେ କଣ ଶୁଣିଲା? ଶୁଣା ମୁଁ ସୁନା ଟେକିବାକୁ ତତେ କାହିଁକି? ଆଚ୍ଛା ଯାହା ନମ୍ବର କହିଲେ କହିଲେ ମାନେ ନିଅନ୍ତୁ ଆପଣଙ୍କ ପାର୍ସଲ କରନ୍ତୁ। ଭାଇ ଆଜ୍ଞା ମୁଁ ଯୋଉ ଜିନିଷ ମଗେଇଛି ଆଜ୍ଞା ସେ ଠିକ କାମ ଦେବ ନା? କି କଥା ଆଜ୍ଞା କହୁଛନ୍ତି? ଆପଣଙ୍କ ଜିନିଷ ତ ଭିତରେ ଅଛି। ତା ଛଡ଼ା ମୁଁ ସିନା ଖୋଲିଲେ କହିବି। ଆଜ୍ଞା ଖୋଲିବି କି? ମତେ ଲାଜ ଲାଜ ମାଡ଼ିବ। ଓ ବୁଝିଲି ବୁଝିଲି। ଏ ଖରା ଦିନ ଆସିଲାଣି ତ ସମୁଦ୍ର ହାୱା ବାଜୁଥିବ କାଳେ ଲୁଡ଼ି ଲାଗିବ ସେଥିପାଇଁ ଟ୍ୟୁବଲେସ ଚଢ଼ି ମଗେଇଛି କଣ? ମୁଁ ଚଢି ଫଢି ପିନ୍ଧେରେ। ନା ନା ତମର ବି ସେ ଜିନିଷଟା ଆବଶ୍ୟକ ପଡୁନଥିବ। ମାନେ ମାନେ କଣ ମୋ କହିବା କଥା ଆଜିକା ଡେଟ୍ରେ ଯୋଉ ସାପ ସିନା ପେଡ଼ିରୁ ଫଣା ଟିକେ ତାକୁ ଘୋଡ଼ରେ ଦିଆଯାଏ। ଆପଣଙ୍କର ବୟସଟା ହେଲାଣି ଆପଣଙ୍କ ସାପ ତ ଅଚେତ ଅବସ୍ଥା ହବନି ଆଉ। ଆଜ୍ଞା କଣ କହିଦେଲେ ଜିନିଷ ସେଇଆ। ମୋ ମଇତ୍ରୀ ଟିକେ ସୁନା ଭାଇ କଣ ହେଲା? କଣ କହିଲୁ? ମୋ ସାପ ଅଚେତ। ଆପଣଙ୍କର ତମ ସାପ ବେଳେ ବେଳେ ପେଡ଼ି ଭାଙ୍ଗି ଯାଉଛି। କଣ କହୁଛ? ମତେ ଖାଲି କହ ଆଜ୍ଞା ମୁଁ ଯୋଉ ଜିନିଷଟା ମଗେଇଛି ସେଟା ଠିକ କାମ ଦବ ନା ନା? ଆଜ୍ଞା କହୁଛନ୍ତି ଆପଣଙ୍କ ଜିନିଷ ତ ଭିତରେ ଅଛି। ତା ଛଡ଼ା ମୁଁ ଖୋଲିଲେ ସିନା କହିବି। ଆପଣ କଣ ମଗେଇଛନ୍ତି ୟା ଭିତରେ କଣ ଅଛି ମତେ କହିଲେ? ସେଇଟା ମୁଁ ନିଜେ କହିବାକୁ ଟିକେ ଲଜ୍ଜା ଲାଗୁଛି। କି କଥା କହୁଛ ଆଜ୍ଞା? ଆଉ ଲଜ୍ଜା ଦୁଃଖ ଅଛି କିରେ? ଝିଅ ପିଲାଙ୍କ ଭଳିଆ ଲାଜ କରିବାର କଣ ଅଛି? ତମେ ପୁଅ ପିଲାକୁ ମୁଁ ପୁଅ ପିଲା ତମେ କଣ ମଗେଇଛ ୟା ଭିତରେ କଣ ଅଛି ମତେ କହିଲେ? କୁହ କୁହ କୁହ। କହିଲେ ହଁ କହୁନାହାନ୍ତି। ସେ ପିଲର ଉଠା ନେଳିଆ ଟାବଲେଟ। ପିଲର ଉଠା ନେଳିଆ ଟାବଲେଟ। ରେଲୱେ ଓଭର ଭିତରେ ଉଠା ହଉଥିଲା କ୍ରେନ ଉଠଉଥିଲା ପିଲର ଉଠେଇଲା କେତେବେଳେ? 3 କଡ଼ିଆ ହୀରା ଭଳିଆ ନେଳିଆ ରଙ୍ଗ ନୁହଁ? କି ଆଶ୍ଚର୍ଯ୍ୟ କଥା କହୁଛ ମୁଁ ଜାଣିପାରୁନି। ମୋ ଜୀବନର ଯେତିକି ବଟିକା ୟୁଜ୍ କରୁଛି ବଟିକା ସବୁ ଗୋଲ ଗୋଲ ନହେଲେ ଲମ୍ବା। ଏ 3 କଡ଼ିଆ ହୀରା ସାଇଜି କଣ କହୁଛୁ ନେଳିଆ ନେଳିଆ ମୁଁ ଜାଣିପାରୁନି। ତୁ ସେଇ କପାଳରେ କାମ କରୁଛୁ ଆଜ୍ଞା ବଟିକା ଆଉ ବୁଝିପାରିଲୁ କଣ? କଣ ହେଇଛି ମୋ ବଟିକାଟା ମୁଁ ଯାହା ମୁଁ ଖୋଲି କହିଦେଉଛି। ତାହେଲେ କଣ ମତେ କହିଲେ? ପିଲ ହେ ମଉସା ପିଲ ଏ ବସରେ ତୁ ସେ ପିଲର ବଟିକା ଖାଉଛୁ? ପିଲ ବେଶୀ ଖାଇ ପୁଣିଲ ମଉସା। ପୁରୀ ଡାକ୍ତର ପାରିବନି କଟକ ଯାଇକି ଅପରେସନ ହବୁ। ଛାତି ଫାଟି ଯିବ ଆଠୁ ବଟି ଧରିବ। କାହିଁ ସୁନା ଭାଇର ତ କିଛି ମୁଁ କଣ ସେ ବଟିକା ଖାଇଥାଏ? ଆଉ ଶଶୀ ମେଣ୍ଡଳ ମତେ ଯୋଉ ଭାବରେ ସେଇ ବଟିକା ଭାବରେ ବୁଝେଇକି କହିଲା ମୁଁ କହିଲି ମୁଁ ଆଗରୁ ଖାଉନି କାହିଁକି ନା ପେଡ଼ି ଭାଙ୍ଗିଦବ। ଏଇ ତାପରେ ମୋ ବୟସ 62 ମୋ ସ୍ତ୍ରୀର 26 ଆଉ ଗୋଟେ ଗଲେ ଖାଇବାକୁ ପଡୁଛି। ଆଉ ହବ ଆଉ ତୁ କଷି ବେଶୀ ବୟସର କଷି ଜିନିଷ ରଖି ପୁରୀ ଜିଲ୍ଲାରେ ନୂଆ ଷ୍ଟୋରି ଆରମ୍ଭ କରୁଛୁ ମାନେ ସେ ଜିନିଷ ଖାଇବା ପାଇଁ ପଡିବ ଆଉ। ଛାଡ଼ ତୋ ଜିନିଷ ଟଙ୍କା ମତେ ଦିଅ ମୁଁ ଯାଏ। ଟିକେ ଗୋଟେ ମଶା 10 ଗୋଟେ ହ୍ୟାଲୋ 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 ହଁ ହ୍ୟାଲୋ ଆଜ୍ଞା ହ୍ୟାଲୋ 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 ଆରେ ଶୁଭୁନି କି? ହଁ ହ୍ୟାଲୋ ଶୁଭିଲା। ତମେ କୋଉଠି? ମୁଁ ଏଇଠି ଏଇଠି ମୋଲା ସେ ଏଇଠି ଯେ କୋଉଠି? ଯୋଉଠି ଥିଲି ସେଇଠି। କୋଉଠି ଥିଲ? ଏଇ ଯୋଉ ବଜାର ହଁ ବଜାର ପାଖକୁ ଯୋଉ ହାଇସ୍କୁଲ ହଁ ହଁ ହାଇସ୍କୁଲ ପାଖକୁ ଯୋଉ ବରଗଛ ବରଗଛ ଅଛି ହଁ ବରଗଛ ପାଖକୁ ଯୋଉ ଲମ୍ବା ହନୁମାନ ହଁ ହଁ ସେଇଠି ଅଛି। ହଁ ତମେ ସେଇଠି ଛିଡ଼ା ହେଇଥା ମୁଁ ଆସୁଛି। ଟିକେ
ଶୀଘ୍ର ଆସ ମୁଁ ଯିବି ହେଲେ ପିପିଲିକି ଖୋଳା ବୋଧେ ବେଗିଆ ଆମ ବୋଉ କଣ ବେଗାରି ସିଏ କଣ କିଛି ମଗେଇଛି କି ସିଗିଲି ଘରେ ଏଠି ନାଇଛ ଆଜ୍ଞା। ଦେଲ ଦେଲ ମୋ ଜିନିଷଟା ଦେଲ ତମ ପାର୍ସଲ ତମେ ନିଅ। ଭାଇ ଆଜ୍ଞା। ଏ ଠିକ ଜିନିଷ ଆଣିଛଟି ଏ ଠିକ କାମ କରିବଟି କି କଥା ଆଜ୍ଞା କହୁଛନ୍ତି ଆପଣଙ୍କ ମଗେଇଥିବା ଜିନିଷ ତ ଭିତରେ ଅଛି ମୁଁ ସିନା ଖୋଲିଲେ କହିବି ତାପରେ ଦୁଇ ଜଣଙ୍କର ସମାନ ପ୍ରଶ୍ନ ମାନେ ଆଚ୍ଛା ମ୍ୟାଡାମ ମଉସା ଯୋଉ ଜିନିଷ ମଗେଇଛନ୍ତି ତମେ ସେ ଜିନିଷ ମଗେଇନ ମଉସା କୋଉ ମଉସା ବା ଏଇ ମଉସା କୋଉ ମଉସା ପାତି ପାତି କଣ? ତମେ ସେ ବଟିକା ଖାଅ କାହିଁକି ଅସୁବିଧା କଣ ହେଲା କି ତମେ ଖାଇଲେ ମୁଁ ମରିଯିବି ଇଏ କେମିତି କଥା ମୁଁ ଖାଇଲେ ତମେ କାହିଁ ମରିଯିବ ତମର ଯୋଉ କଥା ନା ନା। ଆଚ୍ଛା କହିଲ ତମେ କଣ ମଗେଇଛ ତମେ କଣ ମଗଉଛ କହିଲ ତମେ କହୁନ କଣ ମଗେଇଛ ଏଇଟା ତମେ ଆଗେ ଆରେ ତମେ ଜାଣିପାରିଲ ମୁଁ କଣ ମଗେଇଛି ମୋ ବାପ ଘରୁ ଆସିଲା ବେଳେ 30 ହଳ ବ୍ଲାଉଜ ଆଣିଥିଲି ଆଚ୍ଛା। ସବୁ ଯାକ ଢିଲା ହେଲାଣି ସେ ଗୁଣ୍ଠି ବୋଉ ମତେ କହିଲା ଏଇ ଖୋଳରେ ତ ମେଡିସିନ ଅଛି ଦିନକୁ 2ଟା ଲେଖା ଖାଇଲେ ମୋ ବ୍ଲାଉଜ ଟାଇଟ୍ ହବ ସେଇଥିପାଇଁ ମଗେଇଛି ଆଉ କଣ କରିବି এটা ব্লাউজ টাইট করে বটিকা ଏଥର ତମେ କୁହ କଣ ମଗେଇଛ କହୁନ ମଉସା ମ୍ୟାଡାମ ବା ପଚାରୁଛନ୍ତି ତମେ କଣ ମଗେଇଛ ଆଉ ବେ ମୋର ସିମ୍ପଲ ହଉ କୁହ ମାନେ ସିମ୍ପଲ କହୁନ ମୋର ଖେଳ ବଟିକା ଖେଳ ନା ମୋ ଆରେ ଖେଳ ବଟିକା ଗୋଟେ ଅଛି ନା କଣଟା କହୁନ କଣ ମଗେଇଛ এটা প্রেম বটিকা କଣ ତମେ ପ୍ରେମ ବଟିକା ମଗେଇଛ ହଇରେ ବାଡ଼ି ଖିଆ ଜଗଣି ଖିଆ ହଁ 3 ବର୍ଷ ହେଲା ମତେ ବାହା ହେଇକି ଆଣିଲଣି 3 ମିନିଟ୍ ପ୍ରେମ କରିନ ତମେ ଆଉ କୋଉ ଟକିକୁ ପ୍ରେମ କଲନି ତମେ ତା ପାଇଁ ପ୍ରେମ ବଟିକା ମଗେଇଛ ସତ କଥା କୁହ ତମେ କାହା ପାଇଁ ପ୍ରେମ ବଟିକା ମଗେଇଛ তবে কথাটাকে ওল্টা কাজু ନା ତୁ ଯିବା କହ ବୁଝିବ କହୁନ କାହା ପାଇଁ ପ୍ରେମ ବଟିକା ମଗେଇଛ ମୁଁ ଆଉ କାହା ପାଇଁ ମଗେଇବି ଆଉ କାହା ପାଇଁ ମୁଁ ତମରି ପାଇଁ ମୋ ପାଇଁ ମଗେଇଛ ସତ କଥା କହୁଛ ହଁ, ତମେ- ତାହେଲେ ସେ ବଟିକା ମତେ ଦିଅ ମୁଁ ଖାଇବି ହେଲା ନା ନା କଣ ତମେ ମୋ ପାଇଁ ମଗେଇଛ ଦିଅ ସେ ବଟିକା କଥା ছিল କଣ ମୁଁ ତମ ପାଇଁ ସିନା ମଗେଇଛି କିନ୍ତୁ ତମେ ଖାଇବନି ଆଉ କିଏ ଖାଇବ ମୁଁ ଖାଇବି ସେ ତମକୁ କାମ ଦବ କେମିତି କଥା ତମେ ଖାଇବ ମତେ କାମ ଦବ କଣ ମୁଁ ବୁଝିପାରୁନି ହେଁ, କଣ ବୁଝିପାରୁନି କଣ ସତରେ ଆଉ ତାହେଲେ ଆଜିଠାରୁ ତମ ଗିଅର ବକ୍ସଟା ଠିକ ହେଇଯିବ ଆଉ ମତେ ସେତିକା ବେଳେ ସେ କଥା କହିଲ ମୁଁ ମିଛରେ ତମ ଉପରେ ରାଗୁଛି ଏଇଠି ମୁଁ ଭିତରକୁ ଯାଉ ତମେ ଆସିବ ତମେ ରେଡି ଥାଉ ହଉ ମୁଁ ଯାଉଛି ପାଣି ନଟେ ମୁଣ୍ଡ ଉପରେ ରଖି ସେଇଟା ହଉ ହଉ ମୁଁ ଯାଉଛି ତମେ ଆସିବ ହନୁ ଆଜ୍ଞା ୟା ପରେ ଭାଇ ତୁ ମାନିଲି ମାନିଲି ମଉସା ଏ ବସ ତୁ ପିଲର ବଟିକା କଣ ପାଇଁ ଖାଉଛୁ ମୁଁ ମାନିଲି ମୁଁ ବି ଆଜି ବୁଝିଲି କୋଉ କଥା ଯୋଉ ହାଇୱା ଟ୍ରକ୍ ଡ୍ରାଇଭର ସବୁ କାହିଁକି ମଦ ପିଅ ଓ ଭାଗ୍ୟ ଭଲ ତୋ ଘର ହାୱା ଅସ୍ତରଙ୍କର କାକଟପୁର ରାସ୍ତା ଦେଖିନେଇ ନହେଲେ ତଳେ ତଳେ କହୁଥିଲି ତୋତେ ନାଟ ମାରିକି ଯାଇ ସାରନ୍ତାନି ଛାଡ଼ ନା ତ ପଇସା ନାହିଁ ହଉ ଯେତେବେଳେ ଯାହା ଦରକାର ପରଟ କରିଦେଲେ ମୁଁ ଆସିକି ପହଞ୍ଚା ଆସୁଛି ମଉସା ଏଗୁଡ଼ା କି ବଟିକା ଦେଇଛୁ ତମରି ବଟିକା ଇଏ ତ ମୋ ବଟିକା ନୁହଁ ତମ ନାଁ ଲେଖା ହେଇଛି ନା ଲେଖା କରୁ ମୋର ନେଳିଆ ଚିଲି କରିବା ବଟିକା ତୁ କଣ ଧଳା ଗୋଲ ଗୋଲ ଦେଇଛୁ ତମ ବଟିକା ତମକୁ ଦେଇଛି ଏଗୁଡ଼ା ମୋର ତୁ ମୋ ସହିତ ଚିଟିଂ କରୁଛୁ ଆଜ୍ଞା ଆଜ୍ଞା ଦେଖନ୍ତୁ ଆଜ୍ଞା ମୁଁ କାହିଁ ଚିଟିଂ କରିବି ଯାହା ଚିଟିଂ କରିବା କଥା କମ୍ପାନୀ ଯଦି କରିଥିବ କମ୍ପାନୀ କିଏ ମୁଁ ତାକୁ ଚିହ୍ନି ନା ତୁ ମତେ ଦଉଛୁ ମୁଁ ତତେ ଦଉଛୁ ମୋ ଫାଇଲେ 10ଟା ତ ଏଟା କଣ 90ଟା ଲେଖା ହେଇଛି ଏଟା ମୋର ନେବେ ତୁ ମତେ ନେଳିଆ ବଟିକା ଦେଇ ଧଳା ବଟିକା ଦେଖି ସାରିଲା ପରେ କଥାବାର୍ତ୍ତା କଣ ବଟିକା ହେଇ ମଉସା କଣ ଇଏ ବଟିକା ତା ମାଡାମ କର ଆଉ ମୋର ମାଡାମ ନେଇକି ପଳେଇଛନ୍ତି କଣ ଇଲୋ ମଉସା ମାଡାମ ପୁଣି କହିକି ଯାଇଛନ୍ତି ଗୁଣ୍ଠି ବୋଉ କହିଛି 2ଟା ଲେଖା ଖାଇବା ପାଇଁ ମଉସା ମାଡାମ ଯଦି ତ ପିଲର ବଟିକା 2ଟା ଖାଇଦବ ମୁଁ ତ ଖାଲି ତା ପାଖକୁ ଯିବାକୁ ଡରେ ଯଦି ସେ ବଟିକାରୁ ସେ 2ଟା ଖାଇଦବ ଗଲା ଆଜି ଏ ଛପର ଉଡ଼ିଲା ରେ ମଉସା 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 ଏ ଆଇଲା ଆଇଲା ଇଲୋ ମଉସା ଆଇଲା ଧରବତୀ ଆରେ ଧର ତମେ କଣ ସେ ବଟିକା ଖାଇ ଦେଇଛ ହେ ଭଗବାନ ତମର କଣ ହେଲା ହକି ପକେଇ
ମଉସା ଆକ୍ଚୁଆଲି ତମେ ଏତିକି ହକି ଦେଲ ମତେ କିଏ ଧରିବ ମତେ କିଏ ଧରିବ ତମେ ଧରିବ ଫିଟ୍ କାଟିଲେ ଯେତ ଧର ମତେ ପହଳା ଲୋକ ଜୋରସେ ଧର ଦିଗର ଦେଖ ଜାବୁଡ଼ିକି ଧର ବ୍ରାହ୍ମଣ ଲୋକ ଆରେ କୁଣ୍ଢେଇକି ଧର କାଟିଲେ ଯେତ